ଆମ ଘରେ ଏମିତି କିଛି କାମ ଅଛି ସାଙ୍ଗମାନେ ଆମକୁ ବହୁତ ଅସୁବିଧାରେ ପକାଇ ଦେଇଥାଏ। ଜୟ ଜଗନ୍ନାଥ ସାଙ୍ଗମାନେ, ନମସ୍କାର। କୁକ୍ ୱିଥ୍ ମୂଷା ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ। ଆଜିର ଟିପ୍ ବି ବହୁତ ଭଲ ଭଲ ଟିପ୍ ଅଛି। ଛୋଟ ଛୋଟ ଟିପ୍ ଅଛି କିନ୍ତୁ ବହୁତ ହେଲ୍ପଫୁଲ୍ ଅଛି। ଯେତେବେଳେ କି ଆମେ ଆର୍ଟିଫିସିଆଲ ଜିନିଷ ଯେଉଁଗୁଡ଼ା ଆଣୁଛେ, ହାର ହଉ, କାନଫୁଲ ହଉ, ଯେକୌଣସି ଜିନିଷ ହଉ, ଆମେ ସାଙ୍ଗେ ସାଙ୍ଗେ ଡାଇରେକ୍ଟ ଆକୁ ଲଗାଇଦେବାନି। ଯଦି ଆମେ କାନଫୁଲ ଲଗାଉଛେ ତାହେଲେ ସେ କାନକୁ ଇନଫେକ୍ସନ୍ ହୁଏ। ତ ସେଥିପାଇଁ ଆମେ ଆଗ କ'ଣ କରିବା, ଏମିତି ପିଆଜ ନେଇ ଆସିବା, ପିଆଜରେ କାନଫୁଲକୁ ଏମିତି ଫୁଟେଇବା। ତାପରେ ଏଥିରେ ଆମେ ଟିକେ ହଳଦୀ ଦେଇକି ଯଦି ଫୁଟେଇବା ଆହୁରି ବଢ଼ିଆ। ହଳଦୀ ଦେଇଦେବା ଆଉ କାନଫୁଲକୁ ଏମିତି ଫୁଟେଇକି 5 ମିନିଟ୍ ରଖିବା, ତାପରେ କାନରେ ଲଗାଇବା। ଯଦି କାନରେ ଇନଫେକ୍ସନ୍ ହେଇଥିବ କିମ୍ବା ଦର୍ଜ ହେଇଥିବ, ଏଇ ଯେଉଁ ହଳଦୀ ପିଆଜରେ କାନ ନିଶ୍ଚୟ ଭଲ ହେଇଯିବ ଆଉ ଦର୍ଜ ବି ଖାଇଯିବ। ଆପଣ ଏମିତି କାନଫୁଲକୁ ଡାଇରେକ୍ଟ ପୁଣି ନେଇକି ଲଗାଇ ପାରିବେ। ତାପରେ ସେ ଯେଉଁ ପେଚଟା ତ ଆମର ବହୁତ ଟାଇଟ୍ ହୁଏ। ଯଦି ଟାଇଟ୍ ଜୋର ହେଉଥିବ କାନରେ ଚାପି ହେଇକିରି ସିଏ ବି କାନ ଦର୍ଜ ହୁଏ। ଏଥିପାଇଁ ଆମେ କ'ଣ କରିବା, ଆଗ ଯେତେବେଳେ ପେଚକୁ ଲଗାଇବା ତ ପେଚରେ ଆମେ ଟିକେ କ'ଣ କରିବା, ଭେସଲିନ୍ ଲଗାଇଦେବା। କାନ ଫୁଲର ନାଡ଼ ଆଉ ଜମା ବି ଟାଇଟ୍ ହେବନି ପେଚଟା ଦେଲେ। ଯେତେବେଳେ ଆମେ କାନରେ ଲଗାଇବା କାନକୁ ବି ଟାଇଟ୍ ହେବନି। ଯେତେବେଳେ ଆମେ କାନ ଫୁଲକୁ ପୁଣି ବାହାର କରିବା ଆରାମରେ ବାହାରିଯିବ, କିଛି ବି ଅସୁବିଧା ହେବନି, କାନକୁ ମଧ୍ୟ କାଟିବନି। ଏବେ ଯିବା ନେକ୍ସଟ ଟିପ୍କୁ। ଯେଉଁମାନଙ୍କର ମେସିନ୍ ଅଛି, ସିଲେଇ ମେସିନ୍, ସେମାନେ ନିଶ୍ଚୟ ଜାଣିଥିବେ ଏଇଟା ହେଉଛି ଯେଉଁ ବବିନ୍। ଏଟାକୁ ବବିନ୍ କହନ୍ତି। ଆଉ ଯେଉଁ ଚକ୍ରଟା ଥାଏ ତା ଦେହରେ ସୂତା ଗୁରେଇ ହେଇକି ତା ଭିତରେ ଲଗାନ୍ତି ଆଉ ମେସିନ୍ ତଳେ ଏଟାକୁ ଲଗାନ୍ତି। ବେଳେବେଳେ କ'ଣ ହୁଏ ନା, ଇଏ ଟାଇଟ୍ ହେଇଯାଏ କିମ୍ବା ଢିଲା ହେଇଯାଏ। ଯେତେବେଳେ ସିଲେଇ କରନ୍ତି ମେସିନ୍ର ସିଲେଇଟା ଭଲସେ ପଡ଼େନି, ଛିଣ୍ଡିଯାଏ ସୂତା, ଏମିତି ଅସୁବିଧା ହୁଏ। ତ କେହି କେହି ଭାବନ୍ତି ଯେ ମେସିନ୍ ଖରାପ ହେଇଛି। ମେସିନ୍ କିଛି ଖରାପ ହେଇନି, ଏଇ ବବିନ୍ ହିଁ ସବୁ ମୂଳର କାରଣ। ଆମେ କ'ଣ କରିବା, କିଛି କପଡ଼ା ନେଇ ଆସିବା କିମ୍ବା କାଗଜ ନେଇ ଆସିବା। ତାକୁ କ'ଣ କରିବା, ଆମେ ସେଇ ବବିନ୍ ସାଇଜ୍ରେ କାଟିଦେବା ତାକୁ। ଯଦି ଏମିତି କୌଣସି ମାର୍କର କିମ୍ବା ପେନସିଲରେ ଚିହ୍ନ ଦେଇକି କାଟିବେ, ବଢ଼ିଆ ଭାବରେ ସାଇଜ୍ ହେଇକି କାଟି ହେବ ଆଉ ତାରି ସାଇଜ୍ରେ ହିଁ କାଟି ହେବ, କିଛି ଅସୁବିଧା ହେବନି। ତ ସେଇ କପଡ଼ାକୁ ଆମେ କ'ଣ କରିବା, ମଝିରୁ ଟିକେ ନାଗୁରୁ କଟ୍ କରିଦେବା। ତାପରେ ଆକୁ ନେଇକି ସେଇ ବବିନ୍ରୁ ଲଗାଇଦେବା, ଭିତରେ ପୁରା ସେଟ୍ କରିଦେବା। ଯଦି ଢିଲା ହେଉଥିବ, ଚକିଟି ତା ଭିତରେ ଢିଲା ହେଉଥିବ, ସିଏ ପୁରା ଟାଇଟ୍ ହେଇକି ସାଇଜ୍ ହେଇକି ରହିବ, ଜମା ବି ଏପଟ ସେପଟ ହେବନି କି ଗଳି ପଡ଼ିବନି। ତାପରେ ଆଉ ଗୋଟେ କାମ କରିବାର ଅଛି, ସେଇ ବବିନ୍ ଉପରେ ଟିକେ ଛୋଟିଆ ଗାର ଭଳିଆ ଅଛି, ସେଇ ଚକ୍ରିରେ ଯଦି ଆମେ ବୁଲେଇଦେବା, ଏପଟକୁ ସେପଟକୁ ମୋଡ଼ିଦେବା, ଢିଲା କରିପାରିବା ଆଉ ଟାଇଟ୍ ମଧ୍ୟ କରିପାରିବା। ଆଉ ଏଇଠି ଦେଖନ୍ତୁ ମୁଁ କେମିତି କରୁଛି। ସେଇଠି ଯେଉଁ ଏମିତି ଭାବରେ ବବିନ୍ର ପେଚକୁ ଯଦି ଆମେ ଟାଇଟ୍ ଆଉ ଢିଲା କରିବା, ତାହେଲେ ଆମ ସୂତା ଜମା ବି ଛିଣ୍ଡିବନି ସିଲେଇ କଲାବେଳେ। ଏବେ ଯିବା ନେକ୍ସଟ ଟିପ୍କୁ। ଦେଖନ୍ତୁ, ଆଳୁ ମୁଁ ନେଇଛି। ସମସ୍ତଙ୍କ ଘରେ ଆଳୁ ନିହାତି ଦରକାର। ଆଳୁକୁ ଆମେ କାଟୁଛେ, ଗ୍ରେଟର କରୁଛେ, ତ ଆମେ ତାକୁ କ'ଣ କରୁଛେ, ଯେତେବେଳେ ଗ୍ରେଟ୍ କରୁଛେ ଆମକୁ ଥାଳିଆ ଗୋଟେ ଦରକାର, ଥାଳିଆରେ ଥୋଇକି ଆମେ ଗ୍ରେଟ୍ କରୁଛେ। ଏଠି ମୁଁ କ'ଣ କରୁଛି, ଗୋଟେ ପଲିଥିନ୍ ନେଇ ଆସୁଛି। ପଲିଥିନ୍ ଭିତରେ ଯଦି ଆମେ ଗ୍ରେଟରକୁ ପୁରେଇକି ଗ୍ରେଟ୍ କରିବା, ତ ଆଳୁ ଯେତେବେଳେ ପଡ଼ିବ, ଆଳୁ ଗୁଣ୍ଡଟି ଯେତେବେଳେ ପଡ଼ିବ ଆଉ ଥାଳିଆରେ ପଡ଼ିବନି, ଥାଳିଆ ଅସନା ହେବନି। ଥାଳିଆ ଗୋଟେ ନଥିଲେ ବି ଚଳିବ, କିମ୍ବା କୌଣସି ଗୋଟେ ଜାଗାଟା ଅସନା ହେଇଥାନ୍ତା ତାକୁ ପୁଣି ଡବଲ କାମ ଲାଗିଥାନ୍ତା। ଏଠି ଏମିତି ଆଉ ସେମିତି ହେବନି, ସିଧା ପଲିଥିନ୍ରେ ରହିଲା। ପଲିଥିନ୍ରୁ ନେଇକି ଯେଉଁଥିରେ ଧୋଇବେ, କଂସା ଫଂସାରେ କିମ୍ବା ଯେଉଁଥିରେ ହେଲେ ଧୋଇବେ, ସେଇ ଜାଗାଟା ହିଁ ଦରକାର ହେବ। ଆଉ ଦୁଇଟା ଜାଗା ଆଉ ଅସନା ହେବନି, କିମ୍ବା ଦୁଇଟା ଜାଗା ଆଉ ଧୋଇବାକୁ ପଡ଼ିବନି। ଏଠି ଦେଖନ୍ତୁ ଏମିତି ଭାବରେ ଆଳୁ ସବୁତକ ସେଇ ପଲିଥିନ୍ରେ ରହିଲା, ଗୋଟିଏ ବି ଆଳୁ ଗୁଣ୍ଡ ପଡ଼ିଲାନି ଥାଳିଆରେ, ଆଉ ଥାଳିଆ ଜମା ବି ଅସନା ହେଲାନି। ଆଶା କରୁଛି ଏ ଟିପ୍ଟି ଆପଣଙ୍କୁ ବହୁତ ହେଲ୍ପଫୁଲ୍ ରହିବ। ଏବେ ଯିବା ନେକ୍ସଟ ଟିପ୍କୁ। ଆଳୁ କାଟୁଛେ ଆମେ ଯେତେବେଳେ ଏମିତି ଛୁରୀରେ କାଟୁଛେ, ଆଳୁ ଖଣ୍ଡ ଛୁରୀରେ ଯେତେବେଳେ ଆମେ କାଟୁଛେ ତ ଆଳୁ ନିଶ୍ଚୟ ମୋଟା ମୋଟା ହେଇଯାଉଛି, କିମ୍ବା ଗ୍ରେଟରରେ ଯଦି କାଟୁଛେ ମୋଟା ମୋଟା ନିଶ୍ଚୟ ହେବ, ଗୋଟେ ପତଳା ଗୋଟେ ମୋଟା ହେବ, ଏମିତି ହେବ। ତ ଆମେ କ'ଣ କରିବା, ଆକୁ ଏଇ ଯେଉଁ କାକୁଡ଼ି କାଟୁଛନ୍ତି ଯେଉଁଥିରେ, ସେଇଥିରେ ଆମେ କ'ଣ କରିବା, ଏମିତି ଆଳୁକୁ ଯଦି କାଟିବା, ବହୁତ ପତଳା ପତଳା ସାଇଜ୍ରେ କାଟି ହେବ, ଶୀଘ୍ର କାଟି ହେବ, ଆଉ ଚିପ୍ସ କରିବାକୁ ତ ବହୁତ ବଢ଼ିଆ ହେବ। ବେଳେବେଳେ କ'ଣ ହୁଏ ନା, ଗ୍ରେଟରରେ ବି ଧାର ନଥିବ, ମୋଟା ମୋଟା ହୁଏ, କିମ୍ବା ଗୋଟେ ପଟ ପତଳା ଗୋଟେ ପଟ ମୋଟା, ଏଥିରେ ପୁରା ସମାନ ଭାବରେ ହେଇପାରିବ। ଆଶା କରୁଛି ଏଇ ଟିପ୍ ବି ଆପଣଙ୍କୁ ବହୁତ ହେଲ୍ପ କରିବ। ସାଙ୍ଗମାନେ, ଆଜିର ଟିପ୍ ଟିକେ ବି ଯଦି ହେଲ୍ପଫୁଲ୍ ଲାଗୁଥାଏ ଆପଣମାନଙ୍କୁ, ତାହେଲେ ନିଶ୍ଚୟ ଗୋଟେ ଲାଇକ୍ ଦେବେ। ଲାଇକ୍ ଦେବାକୁ ଜମା ପଇସା ପଡ଼ିବନି, ଲାଇକ୍ ଦେବାକୁ ଭୁଲନ୍ତୁନି। ଏବେ ଯିବା ଆମେ ନେକ୍ସଟ ଟିପ୍କୁ। ଏଇ ଆଳୁକୁ ଆମେ କାଟୁଛେ, ଆମେ କ'ଣ କରୁଛେ, ସେମିତି ରଖିଦେଉଛେ। ଯଦି ଆମେ ଟିକେ ଲୁଣ ହଳଦୀ ପକାଇକି କିଛି ସମୟ ରଖିଦେବା, ତ ଆଳୁଟି ବହୁତ ବଢ଼ିଆ ସୁନ୍ଦର ଦେଖାଯିବ, ଆଉ ଛାଣିଲେ ବି ଭଲ ଲାଗିବ, ଟେଷ୍ଟ ଲାଗିବ। ଛାଣନ୍ତୁ କିମ୍ବା ଭାଜନ୍ତୁ, ଯାହା କରନ୍ତୁ ବହୁତ ବଢ଼ିଆ ରହିବ, ଆଉ କଳା ବି ପଡ଼ିବନି। ଏବେ ଯିବା ଆମେ ନେକ୍ସଟ ଟିପ୍କୁ। ନେକ୍ସଟରେ ଦେଖିବା କ'ଣ ଅଛି।
ସାଙ୍ଗମାନେ ନିଶ୍ଚୟ ଆପଣଙ୍କର ଏମିତି ପରିସ୍ଥିତି ହେଇଥିବ ଗୋଟେ ଗୋଟେ କପଡ଼ା ସଫା କଲାବେଳେ ସେ ରୁମ୍ ରୁମ୍ ହେଇଯାଏ। ଏମିତି ବ୍ରସ୍ ଘଷିଲେ ସେ କ'ଣ ହୁଏ ନା ସାର୍ଟ ଗୁଡ଼ାକ ରୁମ୍ ରୁମ୍ ହେଇଯାଏ। କାରଣ ଏଇ ଯେଉଁ ବ୍ରସ୍ଟି ଆମେ ଆଣିଥାଏ ନୂଆ ନୂଆ ସେଇଟା ଦାନ୍ତ ଗୁଡ଼ାକ ବହୁତ ଟାଣ ଟାଣ ଥାଏ। ତ ତାକୁ ଆମେ କ'ଣ କରିବା? ତ ଆମେ କ'ଣ କରିବା, ଆଇରନ୍ ନେଇ ଆସିବା, ସେଇ ବ୍ରସ୍କୁ ଟିକେ ଟିକେ ପୁରା ଝାପ୍ସା ତତଲାରେ ଏମିତି ଏମିତି ଘଷିଦେବା। ଯଦି ଆମେ ଘଷିଦେବା ବ୍ରସ୍ର ମୁନ ଗୁଡ଼ାକ ଟିକେ ମୁଣ୍ଡିଆ ମୁଣ୍ଡିଆ ହେଇଯିବ, ଆଉ ବେଶୀ ଲାଖିବନି। କିଛି ଦିନ ସଫା କଲେ ଯାଇ ଦାନ୍ତ ଗୁଡ଼ାକ ନରମ ହେବ। ସେ ପର୍ଯ୍ୟନ୍ତ ଆମେ କ'ଣ କରିବା, ଏଇ ବ୍ରସ୍କୁ ନେବା, କ'ଣ କରିବା, ଟିକେ ନେଲ୍ ପାଲିସ୍ ଲଗାଇଦେବା। ଟିକେ ମାନେ ସବୁ ପଟରେ ଏମିତି ଲଗାଇଦେବା। ସଫା କରିବା ପୂର୍ବରୁ ଆମେ କ'ଣ କରିବା, 5 ମିନିଟ୍ ଆଗରୁ ଏମିତି ନେଲ୍ ପାଲିସ୍କୁ ଲଗାଇଦେବା। ଯଦି ଆମେ ଲଗାଇଦେବା ତ ଅତି ଯେଉଁ ମୁନ ଭଳିଆ ପୁରା ରାମ୍ପିଲା ଭଳିଆ ହେଇଯାଏ, ସେମିତି ଆଉ ହେବନି। ସବୁଆଡ଼େ ଯେତେ ଆମେ ନେଲ୍ ପାଲିସ୍ ଆଣୁଛେ ଏଥିରୁ ଗୋଟେ ସେଥିରୁ ଗୋଟେ ଟିକେ ଟିକେ ରହିଯାଉଛି, ସେ ନେଲ୍ ପାଲିସ୍ ସବୁ ଫୋପଡ଼ା ହେଉଛି। ତ ଏମିତି ନିଶ୍ଚୟ ଆମେ କାମରେ ଲଗାଇ ପାରିବା। ଅବଶ୍ୟ ନେଲ୍ ପାଲିସ୍ଟି ରହିବନି, ଖସିଯିବ। ତ ସଫା କରିବା ପୂର୍ବରୁ ଏମିତି କରିଦେଲେ ଭଲ ହେବ। ତ ଏଠି ଦେଖନ୍ତୁ ପୁଣି ସେଇ ନେଲ୍ ପାଲିସ୍ କଥା। ନେଲ୍ ପାଲିସ୍କୁ ଆମେ ଯେତେବେଳେ ଫିଟଉଛେ ନା, ଫ୍ରିଜ୍ରେ ରଖନ୍ତୁ କିମ୍ବା ଯେଉଁଠି ରଖନ୍ତୁ, ଫିଟେଇଲା ବେଳକୁ ବହୁତ କଷ୍ଟ ହୁଏ, ଜମା ଫିଟେନି। କ'ଣ କରିବା, ଆମେ ରବର ଗୋଟେ ଆଣିବା, ହାତରେ ଲଗାଇଦେବା, ଏମିତି ଗୁରେଇଦେବା, ତାପରେ ଠିପି ଲଗାଇକିରି ଫିଟେଇବା। ଯଦି ସାଙ୍ଗେ ସାଙ୍ଗେ ଫିଟିଯିବ। ନହେଲେ ତ ନାହିଁ, ଯଦି ଆଙ୍ଗୁଠିରେ ଯଦି ସେ ରବରକୁ ନ ଗୁରେଇବେ, ସେ ବୋତଲର ମୁହଁରେ ରବରକୁ ବାନ୍ଧି ଦେଇଥିବେ, ଗୁରେଇ ଦେଇଥିବେ, ସେ ସବୁବେଳେ ପାଇଁ ରହିଥିବ, ଜମା ବି ହଜିବନି। ଯେତେବେଳେ ନେଲ୍ ପାଲିସ୍ଟି ଆଣିବେ ସାଙ୍ଗେ ସାଙ୍ଗେ ଏମିତି ଫିଟେଇ ପାରିବେ। ବେଳେବେଳେ ଏମିତି ଟାଇଟ୍ ହେଇଯାଇଥାଏ ଯେ ଜମା ଫିଟେନି, ସେଇ ଜାଗାରେ ଏଇଟା ବହୁତ ବଢ଼ିଆ କାମ କରିବ। ଏବେ ଯିବା ନେକ୍ସଟ ଟିପ୍କୁ। ଏଇ ବର୍ଷା ମାସରେ ନୂଆ ନୂଆ ଅଦା ଯେଉଁ ଖୋଳା ହେଇକି ଆସେ, ସେ ଅଦା ଗୁଡ଼ାକ ଆମେ କ'ଣ କରିବା, ଆଣୁଛେ, ଆମେ ରଖିଦେଉଛେ ସେମିତି। ସିଏ କ'ଣ ହେଉଛି, କିଛି ଦିନ ରହିଲା ପରେ ପଚିଯାଏ। କିଛି ଦିନ ମାନେ ଜମା 4-5 ଦିନ ରହିଲେ ବି ସେ ପଚିଯିବ। ତ ଆମେ ତାକୁ ଆଣିବା, କ'ଣ କରିବା, ସାଙ୍ଗେ ସାଙ୍ଗେ ଧୂଳି ଫୁଳି ଝାଡ଼ିଦେବା। ନହେଲେ ଧୋଇବା, ଯଦି ଭଲ ଭାବରେ ସୂତା କପଡ଼ାରେ ତାକୁ ପୋଛିଦେବା। ଝାଡ଼ି ଦେଇକି ତାକୁ କ'ଣ କରିବା, ଏମିତି ନ୍ୟୁଜ୍ ପେପରରେ ରଖିଦେବା। ଯଦି ଗୋଟେ ଗୋଟେ କରିକି ଖଣ୍ଡ ଖଣ୍ଡ କରି ନ୍ୟୁଜ୍ ପେପର ବାନ୍ଧିବ ଭଲ, ନହେଲେ ନାହିଁ ଏମିତି ଭାବରେ ଦେଖନ୍ତୁ ଯେମିତି କରୁଛି ସେମିତି ଅଦା ଗୁଡ଼ାକୁ ନ୍ୟୁଜ୍ ପେପରରେ ବାନ୍ଧିଦେବେ। ବାନ୍ଧିକି ନେଇକି ଫ୍ରିଜ୍ରେ ରଖିଦେବେ। ସେ ବହୁତ ଦିନ ଯିବ, ବେଶୀ ଶୀଘ୍ର ପଚିବନି। ଏମିତିରେ କଞ୍ଚା ଅଦା ଯଦି ଆଣିକି ରଖିବା, ସାଙ୍ଗେ ସାଙ୍ଗେ ପଚିଯାଏ, ଜମା ବି ରହେନି। ଏବେ ଯିବା ନେକ୍ସଟ ଟିପ୍କୁ। ଗୁଜୁରାତି ଆମେ ସବୁଥିରେ ବ୍ୟବହାର କରୁଛେ। ତରକାରୀ ପତ୍ରରେ ଆମେ ଗୁଜୁରାତି ପକାଉଛେ, କିମ୍ବା ସିମେଇ କରନ୍ତୁ କିମ୍ବା ପାସ୍ କରନ୍ତୁ, ଯାହା କରନ୍ତୁ, ଆପଣଙ୍କ ଗୁଜୁରାତି ନିହାତି ଦରକାର ହେଉଛି। ଗୁଜୁରାତି ଆମେ ମଞ୍ଜି ଗୁଡ଼ାକ ବାହାର କରି କାରବାର କରୁଛେ, ଚୋପା ଗୁଡ଼ାକ ଫୋପାଡ଼ି ଦେଉଛେ। ଏଠି ମୁଁ କ'ଣ କରୁଛି, ସେ ଗୁଜୁରାତିକୁ, ତାର ଚୋପାକୁ ସେ ଦେଖନ୍ତୁ ଏମିତି ଭାବରେ କାଟିଦେବା। ସବୁତକ ଗୁଜୁରାତି ଚୋପାକୁ ଏମିତି ଭାବରେ ସାଇଜ୍ କରିକି ରଖିଥିବା, ତାକୁ କାଟିବା। କାଟି ସାରି କ'ଣ କରିବା, ଆମେ ଯେତେବେଳେ ଚାହା ଆଣୁଛେ, ଚାହା ଗୁଣ୍ଡରେ ଏଇ ଚୋପା ଗୁଡ଼ାକୁ ପକାଇଦେବା, ଆଉ ଏଇ ମଞ୍ଜି ଗୁଡ଼ାକ ରଖିଦେବା, ଅଲଗା ଜିନିଷରେ କାରବାର କରିବା। ଯେତେବେଳେ ବି ଆମେ ଚାହା ତିଆରି କରୁଛେ, ସେ ଚାହାଟି ଗୁଜୁରାତି ଗୁଜୁରାତି ବାସ୍ନା ହେବ, ବହୁତ ବଢ଼ିଆ ବାସ୍ନା ହେବ, ବହୁତ ବଢ଼ିଆ ଟେଷ୍ଟ ଆସିବ। ଏମିତିରେ କ'ଣ, ଗୁଜୁରାତି ଚୋପା ଗୁଡ଼ାକ ଫୋପଡ଼ା ହେଇଥାନ୍ତା। ସାଙ୍ଗମାନେ, ମୁଁ ଭାବୁଛି ଆଜିର ଟିପ୍ ବି ବହୁତ ଭଲ ଲାଗିଥିବ ଆପଣମାନଙ୍କୁ, କାରଣ ଛୋଟ ଛୋଟ ଟିପ୍ ହେଲେ ବି ଆମ ଘରେ ଏଇ ଟିପ୍ ଗୁଡ଼ାକ ନିହାତି ଦରକାର। ଯଦି ପସନ୍ଦ ଆସିଛି ନିଶ୍ଚୟ ଲାଇକ୍ ଦେବେ, କମେଣ୍ଟ ଦେବେ, ସାଙ୍ଗମାନଙ୍କୁ ସେୟାର କରିବେ, ଆଉ ଚ୍ୟାନେଲରେ ଯଦି ନୂଆ ଥିବେ ପ୍ଲିଜ୍ ସବସ୍କ୍ରାଇବ୍ କରିନେବେ। ସାଙ୍ଗମାନେ, ଆଜିର ଭିଡ଼ିଓ ଏଇଠି ଶେଷ କରୁଛି। ପୁଣି ଆଗକୁ ଆସିବି ଏମିତି ନୂଆ ନୂଆ ଟିପ୍ ନେଇ। ସେ ପର୍ଯ୍ୟନ୍ତ ରହୁଛି। ଜୟ ଜଗନ୍ନାଥ। ଥ୍ୟାଙ୍କସ୍ ଫର୍ ୱାଚିଂ।